ଲଖପତି ଦିଦି ସମ୍ବର୍ଦ୍ଧିତ। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଖପତି ଦିଦି ସମାରୋହରେ ଯୋଗଦେଇ ଲଖପତି ଦିଦି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ କୁତ୍ରା ବ୍ଲକ ଓଏଲ୍ଏମ୍ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଏଠାରେ 230 ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ କୁତ୍ରାସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଲଖପତି ଦିଦି ଯୋଜନା ମହିଳା ଶକ୍ତିକରଣ ଉପରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ସିଡିପିଓ ଜୟଶ୍ରୀ ପଟ୍ଟନାୟକ ଏହି ଯୋଜନାରେ ମିଳିବାକୁ ଥିବା ଅର୍ଥରାଶି ସଠିକ୍ ଭାବେ ଉପଯୋଗ କରି ନିଜ ନିଜ ପରିବାରର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଲଖପତି ଦିଦିମାନଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ଲାକଡ଼ା, ବଡ଼ଗାଁ ସିଡିପିଓ ସୁଜାତା ବେଲ, ଖତକୁରବାହାଲ ସରପଞ୍ଚ ଝାଡ଼ି ଧନୁଆର, ସମିତି ସଭ୍ୟା ପୁଷ୍ପା ତିର୍କି, ଆମଗୁଭା ସମିତି ସଭ୍ୟା ମାଗ୍ରିତା କ୍ରିକେଟା ପ୍ରମୁଖ ଯୋଗ ଦେଇଥିଲେ। ଏହି ସମାରୋହରେ କୁତ୍ରା ବ୍ଲକର 115 ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ 115 ଜଣ ପ୍ରାଣୀ ମିତ୍ରଙ୍କୁ, କୃଷି ମିତ୍ର ଓ ସିଆର୍ପିଏଫ୍ଙ୍କୁ ଲକ୍ଷପତି ଦିଦି ଭାବରେ ସମ୍ବର୍ଦ୍ଧନା ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ଓଏଲ୍ଏମ୍ ପକ୍ଷରୁ ବିପିଏମ୍ ସୁନୀଲ କୁଜୁର, ବିପିସି ସୁମନ ସୋରେନ, ବିପିଏ କପିଳେନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ବ୍ଲକ ନେତ୍ରୀ ତରୁଣୀଲତା ସୁନିଆନୀ, ମନ୍ଦାକିନୀ ପଟେଲଙ୍କ ସମେତ ସିଆର୍ପି ସଦସ୍ୟ ସହଯୋଗ କରିଥିଲେ। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।